ଝୁଡ଼ଙ୍ଗ ବି ଲାଗିବ ସବୁଠୁ ସୁଆଦିଆ। ଯଦି ଏମିତି କେବେ ବି ବନେଇ ନାହାନ୍ତି ମୁଁ ତ କହିବି ଭିଡ଼ିଓ ଦେଖିଲା ପରେ ନିଶ୍ଚୟ ଥରେ ବନାନ୍ତୁ। ଦେଖିବେ ଘର ଲୋକ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଗୋଟେ ଅନୁରୋଧ, ରେସିପି ପସନ୍ଦ ଆସିଲେ ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଏ ଯାଏଁ ସବସ୍କ୍ରାଇବ୍ କରିନଥିଲେ ତଳେ ଥିବା ବ୍ଲାକ୍ କଲର ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍ର ଅଲ୍ ଅପ୍ସନରେ ପ୍ରେସ୍ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଆଜିର ଏହି ସୁଆଦିଆ ତରକାରୀ ବନେଇବା ପାଇଁ ମୁଁ ନେଇଛି 250 ଗ୍ରାମର ଝୁଡ଼ଙ୍ଗ ବା ନାଡୁକା। ଆପଣମାନେ କ'ଣ କୁହନ୍ତି ନିଶ୍ଚୟ କମେଣ୍ଟସ୍ କରି ଜଣାଇବେ। ତା ସହିତ ଗୋଟେ ବଡ଼ ସାଇଜର ଆଳୁ ଆପଣଙ୍କ ହିସାବରେ କମ୍ ବେଶୀ କରି ନେଇପାରିବେ। ଝୁଡ଼ଙ୍ଗକୁ ପ୍ରଥମେ ଏକାଠି ଧରିବେ, ତାପରେ ଯେମିତି ମୁଁ କାଟି ନେଲି ଆପଣମାନେ ସେମିତି କାଟି ନେବେ। ଏହି ଉପାୟରେ କାଟିବେ, ବହୁତ ଇଜିଲି କାଟିଯିବ। ଝୁଡ଼ଙ୍ଗ କାଟି ସାରିବା ପରେ ଆମେ ଆଳୁକୁ କାଟିବା। ଆଳୁକୁ ଟିକେ ବଡ଼ ପିସେସରେ କାଟିବା। କାହିଁକି କାଟିବା ସେ କଥା ପରେ ଆପଣମାନଙ୍କୁ ମୁଁ ଜଣାଇବି। ଆଳୁକୁ କାଟି ସାରିବା ପରେ ଆମେ ଟିକେ ଧୋଇ ନେବା। ଝୁଡ଼ଙ୍ଗ ଆଳୁ କାଟି ରେଡ଼ି କଲେ ଏହି ତରକାରୀ ପାଇଁ ଆଜି ଆମକୁ ଦରକାର ବୁଟ ଡାଲି। ମୁଁ 2 ମୁଠା ବୁଟ ଡାଲି, ଗ୍ରାମସରେ ଯଦି କହିବି 60 ଗ୍ରାମର ବୁଟ ଡାଲିକୁ 4-5 ଘଣ୍ଟା ହେଲା ପାଣିରେ ବତୁରାଇ ନେଇଥିଲି। ଡାଲି ଦେଖନ୍ତୁ ଭଲ ଭାବରେ ବତୁରି ଯାଇଛି। ଡାଲିକୁ ଭଲ ଭାବରେ ବତୁରାଇ ନେବେ। ଏବେ ଚାଲନ୍ତୁ ରୋଷେଇ ଷ୍ଟାର୍ଟ କରିବା। କଢ଼େଇକୁ ଭଲ ଭାବରେ ଗରମ କରିବା। କଢ଼େଇ ଗରମ ହେଇଯିବା ପରେ ଗୋଟେ ଛୋଟ ଚାମଚ ସୋରିଷ ତେଲ ଦେବା। ତେଲ ଭଲ ଭାବରେ ଗରମ ହେଇଯିବା ପରେ ଆମେ କାଟି ରଖିଥିବା ଝୁଡ଼ଙ୍ଗ ଦେବା। ଏବେ ଆମେ ଆଳୁ ଦେବା ନାହିଁ, କେବଳ ଝୁଡ଼ଙ୍ଗ ଦେବା। ଝୁଡ଼ଙ୍ଗକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା। ଗ୍ୟାସର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି 3-4 ମିନିଟ୍ ହାଲକା ଭାଜିବା। ଝୁଡ଼ଙ୍ଗକୁ ବେଶୀ ଲାଲ କଲର କରିବେ ନାହିଁ, ହାଲକା ଭାଜିବେ। ହାଲକା ଭାଜିଲେ ଝୁଡ଼ଙ୍ଗର କଞ୍ଚା ବାସ୍ନା ଚାଲିଯିବ, ତରକାରୀରେ ଖାଇବା ପାଇଁ ଭଲ ଲାଗିବ। ଏବେ ଝୁଡ଼ଙ୍ଗ ଭାଜିଗଲା, ବାହାରକୁ ବାହାର କରି ଆଣିବା। ଆପଣ ଚାହିଁଲେ ସେଇ କଢ଼େଇରେ ଅଳ୍ପ ତେଲ ଦେଇ ଆଳୁକୁ ବି ଭାଜି ନେଇପାରିବେ। ମୁଁ କିନ୍ତୁ ଆଳୁକୁ ଭାଜିବି ନାହିଁ। ସେଇ କଢ଼େଇରେ ଆଉ 2 ଚାମଚ ତେଲ ଦେବା। ଆପଣ ଚାହିଁଲେ ଅଧିକ ତେଲ ଦେଇପାରିବେ। ତେଲ ଗରମ ହେଇଯିବା ପରେ ଅଧା ଚାମଚ ଜିରା, ଗୋଟେ ତେଜପତ୍ର ଦେବା। ତାପରେ ଗୋଟେ ବଡ଼ ଅଳେଇଚ, ଛୋଟ ଖଣ୍ଡେ ଡାଲଚିନି ଦେବା। ଏତିକି ଗରମ ମସଲା ତେଲରେ ଦେବେ, ବାକି ଗରମ ମସଲା ପରେ ଦେବା। ଗରମ ମସଲା ତେଲରେ ଫୁଟିଯିବା ପରେ ଗୋଟେ ମିଡ଼ିୟମ୍ ସାଇଜର ପିଆଜ ଦେବା। ଗୋଟେ କଞ୍ଚା ଲଙ୍କା ଦେବା, ବହୁତ ବଢ଼ିଆ ବାସ୍ନା ଆସିବ। ଗ୍ୟାସର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି ପିଆଜକୁ ହାଲକା ଲାଲ କଲର ହେଲା ପର୍ଯ୍ୟନ୍ତ ଭାଜିବା। ଏବେ ଗ୍ୟାସର ଫ୍ଲେମ୍ ଲୋ ରଖିବା। ସେପଟେ ତରକାରୀ ପାଇଁ ମସଲା ବନେଇବା। ମୁଁ 4ଟି ବଡ଼ ସାଇଜର ରସୁଣ, ଅଧା ଇଞ୍ଚର ଅଦା ନେଇଛି। ଆପଣ ଛୋଟ ସାଇଜର ରସୁଣ ନେଉଥିଲେ 7-8ଟି ରସୁଣ ଦେବେ। ଅଧା ଛୋଟ ଚାମଚ କଞ୍ଚା ଜିରା ଦେବା। ଗୋଟେ ଛୋଟ ଚାମଚ କଞ୍ଚା ଗୋଟା ଧଣିଆ ଦେବା। ଯଦି ଗୋଟା ଧଣିଆ ନଥିବ ପରେ ତରକାରୀରେ ଧଣିଆ ଗୁଣ୍ଡ ବି ଦେଇପାରିବେ, କିନ୍ତୁ ଜିରା ଧଣିଆ ମସଲାରେ ବାଟିକି ତରକାରୀ ବନେଇଲେ ତରକାରୀରେ ବହୁତ ବଢ଼ିଆ ଟେଷ୍ଟ ଆସେ। 2ଟି ଗୁଜୁରାତି, 2ଟି ଲବଙ୍ଗ ଦେବା। ଏତିକି ଗରମ ମସଲା ଦେବା। ମସଲାରେ ମୁଁ 2ଟି ଛୋଟ ସାଇଜର ଟମାଟୋ ନେଇଛି। ଆପଣ ଗୋଟେ ବଡ଼ ସାଇଜର ଟମାଟୋ ଦେଇପାରିବେ। ଟମାଟୋକୁ ଛୋଟ ଛୋଟ କରି କାଟିକି ଦେବା। 2-3 ଚାମଚ ପାଣି ଦେଇ ମସଲାକୁ ଚିକଣ ଭାବରେ ଗ୍ରାଇଣ୍ଡ କରି ଆଣିବା। ଏବେ ଆଜିର ତରକାରୀ ପାଇଁ ମସଲା ରେଡ଼ି ହେଇଗଲା। ଏପଟେ ପିଆଜକୁ ଚେକ୍ କରିବା। ପିଆଜ ବି ଆମର ହାଲକା ଲାଲ କଲର ହେଇ ଆସିଲାଣି। ଏହି ଷ୍ଟେଜରେ ତେଲରେ ଆମେ ଅଧା ଛୋଟ ଚାମଚ କାଶ୍ମୀରୀ ଲଙ୍କାଗୁଣ୍ଡ ଦେବା। ତେଲରେ କାଶ୍ମୀରୀ ଲଙ୍କାଗୁଣ୍ଡ ଦେଲେ ତରକାରୀରେ ବହୁତ ବଢ଼ିଆ କଲର ଆସେ, କିନ୍ତୁ ଧ୍ୟାନ ରଖିବେ ଲଙ୍କାଗୁଣ୍ଡକୁ ତେଲରେ ଜମା ପୋଡ଼ିବେ ନାହିଁ। ଲଙ୍କାଗୁଣ୍ଡ ଯଦି ତେଲରେ ପୋଡ଼ିଯିବ ତରକାରୀର ଟେଷ୍ଟ ପୁରା ଖରାପ ହେଇଯିବ। ତାପରେ ବାଟି ରଖିଥିବା ମସଲା ଦେବା। ଗ୍ରାଇଣ୍ଡର ଜାର୍ ଧୋଇ 3-4 ଚାମଚ ପାଣି ଦେଇଦେବା। ମସଲାକୁ ଟିକେ ଆମେ ଗୋଳେଇ ନେବା। ଏବେ ସେଥିରେ ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ ଦେବା। ରାଗ ପାଇଁ ଅଧା ଛୋଟ ଚାମଚରୁ ଟିକେ କମ୍ ରାଗ ଲଙ୍କାଗୁଣ୍ଡ ଦେବା। ଗୋଟେ କଞ୍ଚା ଲଙ୍କା ବି ଆମେ ତେଲରେ ଦେଇଥିଲେ। ଯଦି ଆପଣମାନେ ମସଲା ବାଟିବା ସମୟରେ ଜିରା, ଧଣିଆ, ଗରମ ମସଲା ବାଟି ନଥିବେ ଏହି ଷ୍ଟେଜରେ ଅଧା ଛୋଟ ଚାମଚ ଲେଖାଏଁ ମସଲା ଗୁଣ୍ଡ ବି ଦେଇପାରିବେ। ଆଳୁ, ବୁଟ ଡାଲିକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା। ଝୁଡ଼ଙ୍ଗ ପାଇଁ ଝୁଡ଼ଙ୍ଗ ଭାଜିବା ସମୟରେ ଲୁଣ ଦେଇଥିଲେ। ସବୁ ଜିନିଷକୁ ଗୋଳେଇ ସାରିବା ପରେ ଆମେ କଭର କରି ମସଲାରୁ ତେଲ ବାହାରିବା ପର୍ଯ୍ୟନ୍ତ ଭଲ ଭାବରେ ମସଲାକୁ କଷି ନେବା। 5-6 ମିନିଟ୍ ପରେ ଏଠି ଦେଖନ୍ତୁ ମସଲା ଉପରକୁ ତେଲ ଆସିଯାଇଛି। ମସଲାର କଲର ଦେଖନ୍ତୁ ବହୁତ ବଢ଼ିଆ ଆସିଛି। ଏବେ ମସଲା ଆଉ ଟିକେ ସମୟ କଷିବ। ଏହି ଷ୍ଟେଜରେ ଆମେ କାଟି ରଖିଥିବା ଆଳୁ ଆଉ ବୁଟ ଡାଲିକୁ ଦେଇଦେବା। ବୁଟ ଡାଲି ଆଳୁକୁ ମସଲା ସହିତ ଭଲ ଭାବରେ କଷି ନେବା। ବୁଟ ଡାଲି ସିଝିବା ପାଇଁ ଟିକେ ଅଧିକ ସମୟ ଲାଗିବ। ସେଥିପାଇଁ ପ୍ରଥମରୁ ମୁଁ କହିଥିଲି ଆଳୁକୁ ଟିକେ ବଡ଼ ପିସେସରେ କାଟିବେ, ଯାହାଦ୍ୱାରା ବୁଟ ଡାଲି ସହିତ ସମାନ ଭାବରେ ସିଝିଯିବ। ତରକାରୀରେ ଆଳୁ ବେଶୀ ଘାଣ୍ଟିବ ନାହିଁ। ଏବେ ଦେଖନ୍ତୁ ବୁଟ ଡାଲି ଆଳୁ ମସଲା ସହିତ ଭଲ ଭାବରେ କଷିଗଲାଣି। ଏବେ ସେଥିରେ ଆମେ ପାଣି ଦେବା। ପାଣି ଆପଣମାନେ ଟିକେ ଗରମ କରିକି ଦେବେ। ମସଲା କଷି ସାରିବା ପରେ ସବୁବେଳେ ଗରମ ପାଣି ଦେବେ। ଥଣ୍ଡା ପାଣି ଦେଲେ କୁକିଂ ପ୍ରୋସେସ୍ ସ୍ଲୋ ହେଇଯାଏ, ତରକାରୀର ଟେଷ୍ଟ ବି ଭଲ ଆସେ ନାହିଁ। ପାଣି ଟିକେ ଅଧିକ ଦେବେ, କାରଣ ବୁଟ ଡାଲି ଆଳୁ ପାଣିରେ ହିଁ ସିଝିବ। ପାଣି ଭଲ ଭାବରେ ଫୁଟିଯିବା ପରେ ଆମେ ଗ୍ୟାସର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି କଭର କରି
बुट डाली को 80 रु 90% सिझे नबा। 12 रु 13 मिनिट लो मीडियम फ्लेम रे कवर करिबा परे आमे बुट डाली आलू को चेक करिबा। देखंतु जति के आमे पानी देथिले पानी टिके कमी जाईची। बुट डाली आलू को चेक करिबा। आलू देखंतु 80 रु 90% सिझी जाईची। बुट डाली भी सेमिति 80 रु 90% सिझी जाईची। बुट डाली आलू आउ किछि समय सिझिबो। एई स्टेज रे आमे भाजी रखिथिबा झुडंग को दबा। झुडंग भाजिबा समय अल्प सिझिची आउ किछि समय सिझिबो। आलू बुट डाली सहित झुडंग सिझी जिवो। एई स्टेज रे आपण माने पानी चेक करिवे। जदि दरकार पड़िबो अल्प पानी भी देई परिबे। शेष रे जदि आपण माने पसंद करिवे आधा छोट चमच किचन किंग मसला नहले मीट मसला नहले गरम मसला भी देई परिबे। किछि न देले भी चलिबो। किछि कटा होइतिबा धनिया पत्र देई दबा। सब जिंस को भलो भाबरे मिसै नबा। एबे आमे गैस रो फ्लेम लो मीडियम रखी 5 रु 6 मिनिट कवर करिबा। जहा द्वारा सब जिंस हमर भलो भाबरे सिझी जिवो। 5 मिनिट परे एटी हमर तरकारी पूरा रेडी। झोल एतिकी बहलिया रखिबे। ए तरकारी एमिति लटपटिया रहिले खाइबा पई भल लागिबो। बुट डाली आलू झुडंग सब गोटा गोटा अछि किंतु भलो भाबरे सिझी जाईची। ए तरकारी रे सब जिंस भलो भाबरे सिझी जाईथिबो गोटा गोटा थिबो ताहाले खाइबा पई भल लागिबो। प्रकृत रे कम तेल मसला रे ए तरकारी भारी स्वादिया हितिला। आपण माने निश्चय थरे बनांतु। केमिति लागला निश्चय जणाइबे। आजि पई रहिली पुणी देखा होबा नुआ रेसिपी रे। धन्यवाद।